ସୁଭଦ୍ରା ଯୋଜନାକୁ ନେଇ ଆସିଲା ବହୁତ ବଡ଼ ଖବର। ଆପଣମାନେ ଜାଣିଥିବେ ଜାନୁଆରୀ ମାସରେ ଆସିବାକୁ ଯାଉଛି ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି। ବହୁତ ଲୋକଙ୍କ ମନରେ ଡାଉଟ୍ ଅଛି କୋଉମାନେ ସୁଭଦ୍ରା ଯୋଜନାର ଚତୁର୍ଥ ଟଙ୍କାଟା ପାଇବେ ଏବଂ କୋଉମାନେ ପାଇବେନି। ଦେଖନ୍ତୁ ବର୍ତ୍ତମାନ କ'ଣ ହେଇଥିଲା କି କିଛି ମାସ ତଳେ ଯଦି ଆମେ ଦେଖିବା ତାହେଲେ ବହୁତ ଅଯୋଗ୍ୟ ମହିଳାମାନଙ୍କୁ ସୁଭଦ୍ରା ଯୋଜନା ମିଳୁଥିଲା। ଅଯୋଗ୍ୟ କହିବାକୁ ଗଲେ ମାନେ ଯାହାଙ୍କ ପାଖରେ ଚାରି ଚକିଆ ଗାଡ଼ି ରହିଛି, ଯାହାଙ୍କ ନାଁରେ 5 ଏକରରୁ ଜ୍ୟାଦା ଜମି ରହିଛି, ତ ସେମାନଙ୍କୁ ସୁଭଦ୍ରା ଯୋଜନା ସେମାନେ ଯୋଗ୍ୟ ନୁହନ୍ତି। କିନ୍ତୁ ସେମାନଙ୍କୁ ମଧ୍ୟ ସୁଭଦ୍ରା ଯୋଜନାର କିଛି କିସ୍ତି ମିଳିସାରିଛି। ତ ସେମିତି ଫିଲ୍ଡ ଭେରିଫିକେସନ୍ କରିସାରିଲା ପରେ ବର୍ତ୍ତମାନ କୁହାଯାଉଛି କି ଯେଉଁମାନେ ଯୋଗ୍ୟ ଅଛନ୍ତି ସେମାନଙ୍କୁ ମିଳିନଥିଲା କିଛି କିସ୍ତି, ହେଲେ ଏମିତି ବହୁତ ଜଣ ଅଯୋଗ୍ୟ ମହିଳାଙ୍କୁ ଯାହାଙ୍କ ଘରେ ଗାଡ଼ି ରହିଛି, ଏକର ଏକର ଜମି ତାଙ୍କ ନାଁରେ ରହିଛି, ସେମାନଙ୍କୁ ସୁଭଦ୍ରା ଯୋଜନାର ଟଙ୍କା ମିଳିଯାଇଥିଲା। ତ ସେ ସବୁକୁ ତର୍ଜମା କରିଲା ପରେ ବିଧାନସଭାରେ ବହୁତ ସାରା କ୍ୱେଶ୍ଚିନ୍ ଉଠିଲା ପରେ ବର୍ତ୍ତମାନ ଫିଲ୍ଡ ଭେରିଫିକେସନ୍ଟା ହୋଇଥିଲା ଏବଂ ଫିଲ୍ଡ ଭେରିଫିକେସନ୍ ହେଲା ପରେ ଆପଣମାନଙ୍କୁ ଗୋଟେ ଗାଇଡ଼ଲାଇନ୍ ଆସିଥିଲା ଯେଉଁଠିକି 21 ବର୍ଷରୁ ଉର୍ଦ୍ଧ୍ୱ ମହିଳାମାନଙ୍କୁ ସୁଭଦ୍ରା ଯୋଜନାର ଟଙ୍କା ଦିଆଯିବ। ଯାହାଙ୍କ ଘରେ ଚାରି ଚକିଆ ଯାନବାହନ ରହିଛି, ଯାହାଙ୍କ ନାଁରେ 5 ଏକରରୁ ଜ୍ୟାଦା ଜମି ରହିଛି, ତାଙ୍କୁ ସୁଭଦ୍ରା ଯୋଜନାରୁ ବଞ୍ଚିତ କରାଯିବ। ତ ଏସବୁ ଗାଇଡ଼ଲାଇନ୍ରେ ରହିଥିଲା ଆଉ ଆପଣ ନିଜେ ବି ସେଇଟା ପଢ଼ିଥିବେ, ଜାଣିଥିବେ। ତ ବର୍ତ୍ତମାନ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ଆସିବାକୁ ଯାଉଛି ଯେଉଁଟାକି ଜାନୁଆରୀ ମାସର ପ୍ରଥମ ସପ୍ତାହରେ କିମ୍ବା ଶେଷ ସପ୍ତାହରେ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତିଟା ଆସିବ। ତ ମୁଁ କହିଦେବାକୁ ଚାହେଁ କି ଯଦି ଆପଣମାନେ ସୁଭଦ୍ରା ଯୋଜନା ହିତାଧିକାରୀ ଅଟନ୍ତି ଏବଂ ଆପଣଙ୍କୁ କିଛି କିସ୍ତି ମିଳିସାରିଛି ଏବଂ ଆପଣଙ୍କ ଘରେ ଯାନବାହନ ଆପଣଙ୍କ ନାଁରେ ନାହିଁ କିମ୍ବା ଆପଣଙ୍କ ନାଁରେ ଜମି 5 ଏକରରୁ କମ୍ ଅଛି, ତାହେଲେ ଆପଣମାନେ 4 ନମ୍ବର କିସ୍ତି ମଧ୍ୟ ଆପଣମାନେ ପାଇପାରିବେ। କିନ୍ତୁ ଯାହା ଗାଇଡ଼ଲାଇନ୍ରେ ରହିଛି, ଯଦି ଆପଣଙ୍କ ନାଁରେ ଗାଡ଼ି ରହିଛି, ଆପଣଙ୍କ ନାଁରେ ବହୁତ ସାରା ଜମି ରହିଛି, ତାହେଲେ ଆପଣଙ୍କ ନାଁ ମଧ୍ୟ ସୁଭଦ୍ରା ଯୋଜନାରୁ କଟିଯିବ।